मोर प्रिय पिलाମାନେ आशा करी समस्ते बहुत ही भलर थिबो। एही भिडियो रे हमें डिस्कशन करिबा आरएचटी बा एलटीआर, एसएसबी, टीजीटी, ओएवीएस, केवीएस, एनवीएस एमानंकर सबु एलिजिबिलिटी क्राइटेरिया संपर्क रे, सैलरी संपर्क रे, बेनिफिट्स आपनकर कोउथरे अधिक रहिछि, केबे आपनको नोटिफिकेशन पब्लिश हुए बा केबे होबो, परीक्षा आपनकर केबे होबो, डिटेल डिस्कशन करिबा। वीडियो को आपण कंप्लीटली देखिबे, डाउट बोली आपनकर किछि रहिबोनी। तो लाइक आउ शेयर करिया पई भूलिबेनी। आउ चैनल को आपण नुआ अछंती देन एबे ही सब्सक्राइब करिकी ऑल नोटिफिकेशन को भी आपण ऑन କରିଦେବେ। ଆଉ ଯଦି ଆପଣ ଡେଡିକେଟେଡଲି ପଢ଼ିବା ପାଇଁ ଚାହୁଁଛନ୍ତି ନା, କାଲି ଆପଣଙ୍କର ଏଲଟିଆର ଆଉ ଆରଏଚଟି ପିଲାଙ୍କର ସିଲାବସ୍ ଆପଣଙ୍କର କାଲି ଆସନ୍ତା କାଲି 29 ଥର ଆପଣଙ୍କର କଭରେଜ ହେଇଯିବ ୱିଥ୍ ଏନସିଇଆରଟି ଲାଇନ୍ ବାଇ ଲାଇନ୍ ୱିଥ୍ ଅଲ୍ PYQ। ଯଦି ଆପଣ କ୍ଲାସ୍ କରୁନାହାନ୍ତି ନା, କାଇଣ୍ଡଲି ଏବେ ହିଁ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ଆପଣ ଡେଡିକେଟେଡଲି ପଢ଼ିପାରିବେ। ଆଉ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ, ଯୋଉ ଗ୍ରୁପରେ 1,76,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପରେ ଆପଣ ଜଏନ୍ ହେଇଯିବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଆଉ ହ୍ୱାଟ୍ସଅପ୍ ଆପଣ ୟୁଜ୍ କରୁଥିଲେ 8895154969, ଏଇ ନମ୍ବରରେ ଖାଲି ହାଇ ଲେଖିକି ପଠେଇଦେବେ, ଆପଣଙ୍କୁ ଅଟୋମେଟିକାଲି ହ୍ୱାଟ୍ସଅପ୍ ଗ୍ରୁପ, ଟେଲିଗ୍ରାମ ଗ୍ରୁପ ଆଉ ମୋତେ ପର୍ସନାଲି ମେସେଜ କରିବାର ଲିଙ୍କ ମଧ୍ୟ ମିଳିଯିବ। ଠିକ୍ ଅଛି, ଫାଷ୍ଟ ଅଫ୍ ଅଲ୍ ଆମେ ଡିସ୍କସନ୍ କରିବା ଆଗ ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ ସମ୍ପର୍କରେ। ଦେଖନ୍ତୁ, ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଗୁଡ଼ା ମୁଁ ଆପଣଙ୍କୁ କହିବି, କାହିଁକି ପିଲାମାନେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନରେ କଟୁଛନ୍ତି ଆଉ ଆପଣମାନେ ବିଏଡ୍ ଯେଉଁମାନେ କରୁଛନ୍ତି କିମ୍ବା କରିବେ, କେଉଁ ଜିନିଷ ଗୁଡ଼ାକୁ ନିହାତି ଦେଖିବେ, ନହେଲେ ବେକାର ବେକାର ଆପଣଙ୍କୁ ଚାକିରି ମିଳିବ ନାହିଁ। ଦେଖନ୍ତୁ, ଆମର ହାଇସ୍କୁଲ ଟିଚର ବା ଆରଏଚଟି, ଏଲଟିଆର, ଏସବି, ଟିଜିଟି ଏ ସମସ୍ତଙ୍କର ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ ପୁରାପୁରି ସମାନ। ଆଗ କହୁଛି ଦେଖନ୍ତୁ, ଯେଉଁମାନେ ଆପଣଙ୍କର ଟିଜିଟି ଆର୍ଟ୍ସ ଆପଣଙ୍କର ବା ଆର୍ଟ୍ସ ଟିଚର ହେବେ, ଠିକ୍ ଅଛି, ଆର୍ଟ୍ସ ଟିଚର ଯେଉଁମାନେ ହେବେ ତାଙ୍କର ଗ୍ରାଜୁଏସନରେ, କେଉଁଥିରେ ଗ୍ରାଜୁଏସନରେ ମାନେ ଆର୍ଟ୍ସ ପିଲାଙ୍କର କିମ୍ବା କମର୍ସ ପିଲାଙ୍କର ଗ୍ରାଜୁଏସନରେ ମିନିମମ୍ ଆପଣଙ୍କର 50% ମାର୍କ ଥିବ। ଆଉ ଏସଟି, ଏସସି, ଏସସି ବିସି ପିଲାଙ୍କର କିମ୍ବା ଦିବ୍ୟାଙ୍ଗ ପିଲାଙ୍କର 45% ମାର୍କ ଥିବ ଗ୍ରାଜୁଏସନରେ। 10th ଆପଣଙ୍କର କିଛି ବି ଥାଉ, ପ୍ଲସ୍ ଟୁରେ ଆପଣଙ୍କର କିଛି ବି ଥାଉ, नो ପ୍ରୋବ୍ଲେମ୍, କିନ୍ତୁ ଗ୍ରାଜୁଏସନରେ ମିନିମମ୍ ଥିବା ଦରକାର। ପିଜିରେ ଥିଲେ ହବନି, ମନେ ରଖନ୍ତୁ, ପିଜିରେ ଥିଲେ ହବନି। 10thରେ ଯାହା ଥାଉ, ପ୍ଲସ୍ ଟୁରେ ଯାହା ଥାଉ, ପିଜିରେ ଯାହା ଥାଉ, नो ମ୍ୟାଟର, କିନ୍ତୁ ପ୍ଲସ୍ ଥ୍ରୀରେ ଆପଣଙ୍କର ଥିବା ଦରକାର। ତା ସହିତ ଆପଣ ବିଏଡ୍ କରିଥିବେ। ବିଏଡ୍ ଯଦି ଆପଣ କରିଛନ୍ତି, ଆପଣମାନେ ଏଲିଜିବୁଲ ଅଟନ୍ତି। ଆଉ ଯେଉଁମାନେ 4 ବର୍ଷିକିଆ ବିଏ ବିଏଡ୍ କରିଛନ୍ତି କିମ୍ବା ବିଏସସି ବିଏଡ୍ 4 ବର୍ଷିକିଆ, ସେମାନେ ବି ଆପଣଙ୍କର ଏଲିଜିବୁଲ। 3 ବର୍ଷିକିଆ ଯେଉଁମାନେ ବିଏଡ୍ ଏମଏଡ୍ କରିଛନ୍ତି, ସେମାନେ ବି ଏଲିଜିବୁଲ। ଖାଲି ଗ୍ରାଜୁଏସନରେ ତାଙ୍କର ପରସେଣ୍ଟେଜ ଥିବା ଦରକାର। ଏବେ ସ୍କୁଲ ସବଜେକ୍ଟ ଆପଣଙ୍କର ଦରକାର। କେତେ ମାର୍କର ପଢ଼ିଛନ୍ତି କିଛି ମତଲବ ନାହିଁ, କମ୍ପଲସରି ପଢ଼ିଛନ୍ତି ଅପସନାଲ ଇଲେକ୍ଟିଭ ମତଲବ ନାହିଁ। ଆପଣଙ୍କର ଗ୍ରାଜୁଏସନର ଯେଉଁ ମାର୍କସିଟ୍ ନାହିଁ କି, ସେଇଠି ଆପଣଙ୍କର ଏଇ ଭିତରୁ ମିନିମମ୍ 2ଟା ଲେଖା ହେଇଥିବା ଦରକାର। ଆପଣ କହିବେ ସାର୍ ମୋର 5ଟା ଅଛି, नो ପ୍ରୋବ୍ଲେମ୍, ମିନିମମ୍ 2ଟା ଆପଣଙ୍କର ଥିବା ଦରକାର। ଇଂଲିଶ, ଓଡ଼ିଆ, ହିନ୍ଦୀ, ସାଂସ୍କ୍ରିଟ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଇଣ୍ଡିଆନ୍ ଇକୋନୋମି, ଲ୍ୟାଣ୍ଡମାର୍କସ୍ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି, ଇଣ୍ଡିଆନ୍ ଜିଓଗ୍ରାଫି, ଇଣ୍ଡିଆନ୍ ପଲିଟି, ବିଜନେସ୍ ଇକୋନୋମିକ୍ସ, କମ୍ୟୁନିକେଟିଭ୍ ଇଂଲିଶ। ଯଦି ଆପଣଙ୍କର ପ୍ଲସ୍ ଥ୍ରୀର ମାର୍କସିଟ୍ରେ ଆର୍ଟ୍ସ କିମ୍ବା କମର୍ସ ପିଲାଙ୍କର ଏଇ ଭିତରୁ ମିନିମମ୍ 2ଟା ଲେଖା ହେଇଛି, ଦେନ୍ ଆପଣମାନେ ଟିଜିଟି ଆର୍ଟ୍ସ ପାଇଁ ଏଲିଜିବୁଲ ଅଟନ୍ତି। ଆପଣ ହାଇସ୍କୁଲ ଟିଚର, ଏଲଟିଆର, ଏସଏସବି, ଟିଜିଟି ପାଇଁ ମଧ୍ୟ ଆପଣ ଯୋଗ୍ୟ ଅଟନ୍ତି। ବୁଝିଗଲେ? ଏବେ ସାଇନ୍ସ ଟିଚର ପାଇଁ, ଯେଉଁମାନେ ଆପଣଙ୍କର ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ କରିଥିବେ କିମ୍ବା ବିଟେକ୍ କରିଥିବେ, ଠିକ୍ ଅଛି, ପ୍ଲସ୍ ଥ୍ରୀ ସାଇନ୍ସ କିମ୍ବା ବିଟେକ୍, ଆଉ ପ୍ଲସ୍ ଥ୍ରୀରେ ମିନିମମ୍ 50% ମାର୍କ ଥିବ ଜେନେରାଲ ପିଲାଙ୍କର, ଏସଟି, ଏସସି, ଏସସି ବିସି ଦିବ୍ୟାଙ୍ଗ ପିଲାଙ୍କର 45% ମାର୍କ ଥିବ ଆପଣଙ୍କର ପ୍ଲସ୍ ଥ୍ରୀରେ। 10th ପ୍ଲସ୍ ଟୁ କିଛି ମ୍ୟାଟର ନାହିଁ, ପିଜି ମ୍ୟାଟର ନାହିଁ, କାହିଁକିନା ପ୍ଲସ୍ ଥ୍ରୀ ଅନୁସାରେ ବିଏଡ୍ ହୁଏ। ଯଦି ପ୍ଲସ୍ ଥ୍ରୀରେ ଆପଣଙ୍କର ସ୍କୋର ନାହିଁ, ଆପଣ ଟିଜିଟି ପାଇଁ ଏଲିଜିବୁଲ ନୁହନ୍ତି। ହେଲା, ଆଉ ଯେଉଁମାନେ ପିସିଏମ୍ ପାଇଁ ଆପ୍ଲାଏ କରିବେ, ସେମାନଙ୍କର ଫିଜିକ୍ସ,
केमिस्ट्री मैथमेटिक्स ए भितरु जोटा हेले भी दुईटा आपण पढ़ी आपण माने पीसीएम पई एलिजिबल सीबीजेड पई केमिस्ट्री बोटानी जूलॉजी बायोलॉजी बायोटेक्नोलॉजी लाइफ साइंस ए भितरु मिनिमम दुईटा आपण पढ़ी आपण सीबीजेड पई आपणकर एलिजिबल अटंती केते मार्क रो पढ़ी मतलब नहीं कंपलसरी ऑप्शनल मतलब नहीं खाली आपणकर मार्कशीट रे जदी ए भितरु मिनिमम दुईटा लेखा ହେଇची आपण माने एलिजिबल अटंती बुझीगले ये समस्तंकर एलिजिबिलिटी क्राइटेरिया मु आपनको जणैली एबे किछि किछि पिलांकर आउ गोटे डाउट अछि सर आमे एसएसबी टीजीटी अप्लाई कला समय रे सेठी सर कैटेगरी जगह रे आमे एसटी एससी एससीबीसी वगैरह वगैरह किछि भी लिखि देइछु नो प्रॉब्लम किछि असुविधा नै सेगुडा ठीक अछि हैला एबे आसंतु जिवा नेक्स्ट आपणकर हिंदी टीचर आउ संस्कृत टीचर पाई ठीक अछि तो संस्कृत टीचर हेबा पाई ना आपनको पाखरे दुईटा ऑप्शन अछि नंबर 1 आपण संस्कृत बीएड करिथिबे ग्रेजुएशन रे परसेंटेज कंपलसरी ग्रेजुएशन रे परसेंटेज नाही आपण टीजीटी पाई एलिजिबल नहंती तो आपण संस्कृत बीएड करिथिबे किंबा जदि आपण खाली ए जो ग्रेजुएशन रे आपणकर गोटी संस्कृत बोली सब्जेक्ट थिला आउ नॉर्मल बीएड भी करिसंती देन आपण माने संस्कृत टीचर पाई एलिजिबल अटंती हैला से भलिया हिंदी टीचर पाई ग्रेजुएशन रे तो परसेंटेज दरकार ता सहित आपण माने आइदर हिंदी बीएड करिथिबे किंबा आपण माने ग्रेजुएशन जदि आपणकर हिंदी बोली गोटी सब्जेक्ट अछि ता सहित आपण नॉर्मल बीएड करिसंती आपण एलिजिबल अटंती हैला एबे आमे जिबा चलंतु ओएवीएस आडको आपणकर जिबा ठीक अछि ओडिशा आदर्श विद्यालय अच्छा मु आपनको कहि भी दउछि नोटिफिकेशन संपर्क रे ए पूर्व नोटिफिकेशन देखंतु हमर आरएचटी ए रिसेंटली एबे पोस्टिंग भी सरीनी हिंदी आउ संस्कृत टीचरंकर पोस्टिंग सरीनी एमानंकर पूरा पोस्टिंग सरीला परे जाईकी आपणकर एलटीआर नोटिफिकेशन आसीबो 6025 टी आपणकर पदवी पई एबे नुहे लास्ट आपणकर गुटे वर्ष होबो आपणकर एगुडा बाहरीची बट नोटिफिकेशन केबे आसीबो काहे कि ना आपणकर क्वेश्चन होची सेया जे नोटिफिकेशन केबे होबो तो एई मार्च मासरे गुटे वर्ष पुरीबो जेबेठु गवर्नमेंट एई एलटीआर पोस्ट को क्रिएट करिसंती मार्च मासरे क्रिएट करथिले एई मार्च रे आपणकर गुटे वर्ष पुरी जिवो तो हुए तो सेई समय बेलको आरएचटी कंप्लीट हे जाइतिबो एलटीआर आपणकर आसीबो तो केही कहि परिबेनी जे एग्जैक्टली को दिन आपणकर आसीबो ठीक अछि एसएसबी टीजीटी तो ऑलरेडी आपणकर अप्लाई चलीछि आपण जानिछंती एबे ओएवीएस देखंतु प्रत्येक वर्ष मार्च रे आपणकर पब्लिश हुए तो आमे एक्सपेक्ट करिबा जे एई वर्ष मध्ये आपणकर मार्च रे आपणकर पब्लिश हेई पारे ओएवीएस एबे ओएवीएस रे मध्ये क्वालिफिकेशन देखंतु आपणकर कोन दरकार नंबर 1 ओएवीएस रे हमरो पीजीटी बाहरे आउ टीजीटी बाहरे तो पीजीटी पई आपणकर क्वालिफिकेशन होउची आपण माने पीजी कंप्लीट करिथिबे पीजीटी बेलकू +3 रो परसेंटेज दरकार नै किंतु जदि आपण देखिबे आउ गुटे पटु दरकार काई कहले बीएड आपणकर कंपलसरी ना गुटे पिलाडा बीएड आपणकर केमती करिवो +3 मार्क थिबो तेबे सेना बीएड करिवो नले आपणकर बीएड केमती कला हैला एबे देखंतु सो पीजीटी पई आपणकर पीजी रे मिनिमम जनरल पिलांकर आपणकर 50% मार्क थिबो एसटी एससी एससीबीसी दिव्यांग पिलांकर 45% मार्क थिबो पीजी रे तेबे जांकी आउ ता सहित एडा ता सहित बीएड आपणकर दरकार ठीक अछि बुझी गले ना पीजी रे आपणकर मिनिमम 50% मार्क थिबो एसटी एससी एससीबीसी दिव्यांग मानकर 45% मार्क थिबो ता सहित आपणकर बीएड दरकार एबे जो माने पीजीटी इंग्लिश रे पकेइबे से माने इंग्लिश रे पीजी करिथिबा दरकार जो माने फिजिक्स रे पकेइबे से फिजिक्स किंबा इलेक्ट्रोनिक्स किंबा एप्लाइड फिजिक्स किंबा न्यूक्लियर फिजिक्स रे पीजी करिथिबा दरकार सेमिति जो माने केमिस्ट्री रे पकेइबे से माने केमिस्ट्री किंबा बायोटेक्नोलॉजी रे आपणकर पीजी करिथिबा दरकार पीजीटी बायोलॉजी रे आपण देखि दियंतु ए भितरु कोनोसी भी सब्जेक्ट रे पीजी करिथिबा दरकार पीजीटी मैथमेटिक्स किंबा अप्लाइड मैथमेटिक्स रे करिथिबा दरकार हैला एबे टीजीटी आडको जिबा आपण कहिबे सर जेमिति हाई स्कूल टीचर रे हमर हुए सेमति ओएवीएस रे हुए नि कि नाही हाई स्कूल टीचर हैला परे हाई स्कूल टीचर आर्ट्स धरा जो हेले तो आपनको कोनोसी भी सब्जेक्ट सार माने आपनको पढ़िया पाई देबे सब गुडा गुटे जगह रे पळै जाउची किंतु ओएवीएस रे सेमति हुए नि जो शिक्षक को जोटा जोथिरे से पकेइथिबो खाली ता सेई
ଶିକ୍ଷକ ହିଁ ହେଇପାରିବେ ଆଉ ସେଇ ଟପିକଟା ହିଁ ଆପଣଙ୍କୁ ପଢ଼େଇବା ପାଇଁ ପଡ଼ିବ। ବୁଝିଲେ? ତ ଆପଣଙ୍କର ଟିଜିଟି ପାଇଁ କ୍ୱାଲିଫିକେସନ୍ ହେଉଛି ସେମ୍। ଆଗ ଆପଣ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଥିବେ। ଗ୍ରାଜୁଏସନ୍ରେ ଆପଣଙ୍କର ମିନିମମ୍ 50% ମାର୍କ ଥିବ। ST SC SC BC ପିଲାଙ୍କର 45% ମାର୍କ ଥିବ। ତା ସହିତ ଆପଣମାନେ ବିଏଡ୍ ଆପଣଙ୍କର କରିଥିବେ। 4 ବର୍ଷିକିଆ BA BEd କିମ୍ବା BSc BEd, ତା ସହିତ 3 ବର୍ଷିକିଆ BEd MEd ସମସ୍ତେ କରିପାରିବେ। ଏବେ ଦେଖନ୍ତୁ ତାର ଏଲିଜିବିଲିଟି କ୍ରାଇଟେରିଆ କ'ଣ? ଏଇଟା କମ୍ପଲସରି ନିହାତି ଦରକାର। ମାନେ ଗ୍ରାଜୁଏସନ୍ ସହିତ ବିଏଡ୍ ଦରକାର। ତା ସହିତ ଯିଏ ଟିଜିଟି ଇଂଲିଶ ପାଇଁ ପକେଇବେ ସିଏ ଗ୍ରାଜୁଏସନ୍ରେ ଇଂଲିଶ ଆପଣଙ୍କର ପଢ଼ିଥିବା ଦରକାର। ଠିକ୍ ଅଛି? ବୁଝିଲେ? ଯିଏ ଓଡ଼ିଆ ପାଇଁ ପକେଇବେ ସିଏ ଗ୍ରାଜୁଏସନ୍ରେ ଓଡ଼ିଆ ଆପଣଙ୍କର ପଢ଼ିଥିବା ଦରକାର। ଯିଏ ମ୍ୟାଥମେଟିକ୍ସ ପକେଇବେ ଦେଖନ୍ତୁ ଏସବୁରେ ଖାଲି ପଢ଼ିଥିବା ଦରକାର। କେତେ ମାର୍କର ପଢ଼ିଛନ୍ତି ନୋ ପ୍ରୋବ୍ଲେମ୍। କିନ୍ତୁ ଯେଉଁମାନେ ଖାଲି ମ୍ୟାଥ୍ ପାଇଁ ପକେଇବେ ନା, ମ୍ୟାଥ୍ର ଗୋଟେ କ୍ରାଇଟେରିଆ ଅଲଗା। ମିନିମମ୍ 200 ମାର୍କର ମ୍ୟାଥ୍ ଆପଣଙ୍କର ପଢ଼ିଥିବା ଦରକାର ଯିଏ ମ୍ୟାଥ୍ରେ ପକେଇବେ। କିନ୍ତୁ ବାକିରେ ନାହିଁ। ଟିଜିଟି ସାଇନ୍ସ ପାଇଁ ଆପଣ ଏଇ ଭିତରୁ ଯୋଉଟା ହେଲେ ବି ଆପଣଙ୍କର 3ଟା ପଢ଼ିଥିବେ। ବଟାନି, ଜୁଲୋଜି, କେମିଷ୍ଟ୍ରି, ବାୟୋଟେକ୍ନୋଲୋଜି, ଲାଇଫ୍ ସାଇନ୍ସ। ଏଇ ଭିତରୁ ମିନିମମ୍ 3ଟା ପଢ଼ିଥିଲେ ଟିଜିଟି ସାଇନ୍ସ ପାଇଁ କରିପାରିବେ। ସୋସିଆଲ ସାଇନ୍ସ ପାଇଁ ସେଇ ଭଳିଆ ଦେଖନ୍ତୁ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ ଏଇ ଭିତରୁ ମିନିମମ୍ ଗୋଟେ ଥିବ। କିମ୍ବା ଆଉ ଗୋଟେ ଦେଖନ୍ତୁ ଏଇ ଯୋଉ ଅଛି ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ଇଣ୍ଡିଆନ୍ ପଲିଟି, ଇଣ୍ଡିଆନ୍ ଇକୋନୋମି, ଇଣ୍ଡିଆନ୍ ଜିଓଗ୍ରାଫି, ଲ୍ୟାଣ୍ଡମାର୍କସ୍ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି ଏଇ ଭିତରୁ ଆଉ ଗୋଟେ ଆପଣଙ୍କର ଥିବ। ହେଲେ ଯାଇକି ଆପଣ ଟିଜିଟି ସୋସିଆଲ ଷ୍ଟଡିଜ୍ ପାଇଁ ପକେଇ ପାରିବେ। ବୁଝିଗଲେ? OAVS ଗଲା। ଏବେ ଆସନ୍ତୁ KVS ଆଡ଼କୁ ଆପଣଙ୍କର ଯିବା। ଏବେ KVS ପାଇଁ ଆପଣଙ୍କର ନମ୍ବର 1 ଏହାର ଦେଖନ୍ତୁ PGT ପାଇଁ। PGT ପାଇଁ କ'ଣ? ଆପଣ PG କରିଥିବେ। PGରେ ମିନିମମ୍ 50% ମାର୍କ ଥିବ। ST SC SC BC ପିଲାଙ୍କର 45% ମାର୍କ ଥିବ। ତା ସହିତ ଆପଣ ବିଏଡ୍ କରିଥିବେ। ବିଏଡ୍ KVSର ଆଚ୍ଛା ଆଉ ଗୋଟେ ଦେଖନ୍ତୁ ଏଇ OAVSର TGT ପାଇଁ ନା OSS TET ପାସ୍ ଆପଣଙ୍କର ଦରକାର TGT ପାଇଁ। କିନ୍ତୁ PGT ପାଇଁ OSS TET ଆପଣଙ୍କର ଦରକାର ନାହିଁ। ବୁଝିଗଲେ? ହେଲା। ସେଇଭଳିଆ KVSରେ ମଧ୍ୟ PGT ପାଇଁ CTET ଆପଣଙ୍କର ଦରକାର ନାହିଁ। କିନ୍ତୁ TGT ବେଳକୁ ଦରକାର ହେବ। ଦେଖନ୍ତୁ ଏଠି ସୋ KVS PGT ପାଇଁ ଆପଣ ଖାଲି PG କରିଥିବେ ଇଂଲିଶରେ, PG କରିଥିବେ ଖାଲି PG। ଏଠି ଦେଖନ୍ତୁ କିଛି ନାହିଁ। ଖାଲି ଏଇ ସବୁ ସବଜେକ୍ଟରେ ଆପଣ PG କରିଥିଲେ ଆପଣ KVS ପାଇଁ ଆପ୍ଲାଏ କରିପାରିବେ। ସେମିତି ଆପଣଙ୍କର TGT ପାଇଁ ଦେଖନ୍ତୁ ଆପଣ ଗ୍ରାଜୁଏସନରେ ମିନିମମ୍ 50% ମାର୍କ ଥିବ। ST SC SC BC ପିଲାଙ୍କର 45% ଆଉ ବିଏଡ୍ କରିଥିବେ। ତା ସହିତ CTET ପେପର 2 କ୍ୱାଲିଫାଇ କରିଥିବେ KVS ପାଇଁ। ହେଲା। ଆଉ ଧରା ଯୋଉ TGT ଇଂଲିଶ ପକେଇବେ ହେଲା ନର୍ମାଲି କ'ଣ OAVSରେ କ'ଣ ହେଉଥିଲା କହିଲେ ଖାଲି ଗୋଟେ ପଢ଼ିଥିବେ। ଏଠି ଦେଖନ୍ତୁ KVSରେ କ'ଣ ନା ଆପଣ ଇଂରାଜୀ ପଢ଼ିଥିବେ 3 ବର୍ଷ ଯାକ କମ୍ପଲସରି। ହିନ୍ଦୀ ପଢ଼ିଥିବେ 3 ବର୍ଷ ଯାକ କମ୍ପଲସରି। ଯେଉଁମାନେ ସୋସିଆଲ ଷ୍ଟଡିଜ୍ ପାଇଁ ପକେଇବେ ଏଇ ଭିତରୁ ମିନିମମ୍ ଆପଣଙ୍କର ଦେଖନ୍ତୁ ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ ଠିକ୍ ଅଛି। ଏଇ ଭିତରୁ ଆପଣଙ୍କର ଯୋଉଟା ହେଲେ ବି 2ଟା ଥିବା ଦରକାର। ଠିକ୍ ଅଛି। ହେଲେ ଆପଣମାନେ କରିପାରିବେ। ସେମିତି ସାଇନ୍ସ ପାଇଁ ବଟାନି, ଜୁଲୋଜି, କେମିଷ୍ଟ୍ରି ଏଇ ଭିତରୁ ଯୋଉଟା ହେଲେ ବି ଆପଣଙ୍କର ପଢ଼ିଥିଲେ ଆପଣମାନେ କରିପାରିବେ। ବୁଝିଲେ? ଆଉ KVSରେ ଆମର ପ୍ରାଇମେରୀ ଟିଚର ମଧ୍ୟ ବାହାରେ। ତ ପ୍ରାଇମେରୀ ଟିଚର ପାଇଁ ଆପଣଙ୍କର ପ୍ରାଇମେରୀ ଟିଚର ପାଇଁ ଦେଖନ୍ତୁ ଆପଣଙ୍କର ହେଉଛି ଆପଣମାନେ ଯେଉଁମାନେ ସିଟି କରିଥିବେ ଆଉ ସିଟି ପିଲାମାନେ ଆପଣଙ୍କର କରିପାରିବେ ଆଉ ହେଲା। ଆଉ CTET ପେପର 1। ଏବେ ନବୋଦୟ ଯିବା। ନବୋଦୟରେ ଦେଖନ୍ତୁ ନବୋଦୟରେ ଆପଣଙ୍କର କ'ଣ ନା ନବୋଦୟର ଯୋଉ PGT ବାହାରେ ସେମ୍ PGT OAVS ଆଉ NVSର ଦେଖନ୍ତୁ ପାଖାପାଖି ସେମ୍। OAVSର ଯାହା NVSର ଆପଣଙ୍କର ତାହା ନବୋଦୟର ମଧ୍ୟ ସେମ୍ ଜିନିଷ ଆପଣଙ୍କର କିଛି ନୂଆ ଜିନିଷ ନାହିଁ। ସେମ୍ ଜିନିଷ ରହିଛି। ଖାଲି PG କରିଥିବେ ତା ସହିତ ବିଏଡ୍ ଆପଣ କରିଥିବେ। ଆଉ TGT ପାଇଁ ଦେଖନ୍ତୁ TGT ପାଇଁ OAVSର ଯେମିତି ଆପଣଙ୍କର TGT NVSରେ ମଧ୍ୟ ସେମ୍ ଆପଣଙ୍କର ଆଉ କିଛି ନାହିଁ। ବୁଝିଗଲେ? ଏବେ ଆସନ୍ତୁ ସାଲାରୀ ସମ୍ପର୍କରେ ଡିସ୍କସନ୍ କରିବା। ସାଲାରୀ ଆପଣଙ୍କର କ'ଣ ରହୁଛି ସାଲାରୀ ଦେଖନ୍ତୁ ହାଇସ୍କୁଲ ଟିଚରର ଯାହା ସାଲାରୀ SSB TGTର ତାହା ସାଲାରୀ LTIର ମଧ୍ୟ ଆପଣଙ୍କର ସେମ୍ ସାଲାରୀ ହେଲା। ଦେଖନ୍ତୁ ଯେଉଁମାନେ ଆର୍ଟସ୍ ଟିଚର ସାଇନ୍ସ ଟିଚର ଆପଣଙ୍କର ହେବେ
ସେମାନଙ୍କର ହିନ୍ଦୀ ଟିଚର, ସଂସ୍କୃତ ଟିଚର ସମସ୍ତଙ୍କର 35,400 ଟଙ୍କା ଆପଣଙ୍କୁ ଦରମା ମିଳିବ। ଠିକ ଅଛି, ବୁଝିଗଲେ। ଆଉ ପିଇଟି ଟିଚର ମାନଙ୍କର 29,200। ମନେ ରଖନ୍ତୁ, ପିଇଟି ଟିଚର ମାନଙ୍କର କୌଣସି ବି ସ୍କୁଲ ସବଜେକ୍ଟ ବଗେରା ଦରକାର ନାହିଁ। ବୁଝିଲେ। ଏବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦେଖନ୍ତୁ ସାଲାରୀ କେତେ। ଯେଉଁମାନେ ପିଜିଟି କରିବେ ସେମାନଙ୍କୁ ଦରମା ମିଳିବ 47,600 ଟଙ୍କା। ଏଇଟା ଇନହ୍ୟାଣ୍ଡ ସାଲାରୀ ନୁହେଁ, ଇନହ୍ୟାଣ୍ଡ ସାଲାରୀ ଆପଣଙ୍କର ବହୁତ ଅଧିକା ହେଲା। ଆଉ ଟିଜିଟି ପାଇଁ ସାଲାରୀ ହେଉଛି 44,900 ଟଙ୍କା। ଇନହ୍ୟାଣ୍ଡ ସାଲାରୀ ଆପଣଙ୍କର 50,000ରୁ ଅଧିକ ରହିଛି। ସେମିତି କେଭିଏସ୍ରେ ଦେଖନ୍ତୁ ସାଲାରୀ, ଯେଉଁମାନେ ଟିଜିଟି ପାଇବେ ତାଙ୍କର ପାଖାପାଖି 82,000 ଆପଣଙ୍କର, ପାଖାପାଖି 82,000 ଟଙ୍କା ଆପଣଙ୍କର କେଭିଏସ୍ରେ ସାଲାରୀ। ଯେଉଁମାନେ ପିଜିଟିରେ ମଧ୍ୟ ଦେଖନ୍ତୁ ଆପଣଙ୍କର ଷ୍ଟାର୍ଟିଂ 82,000, ତାପରେ ବଢ଼ି ବଢ଼ି 2,70,000 ପାଖାପାଖି ଦରମା ମିଳେ। ଆଉ ପିଆରଟିରେ ପ୍ରାଇମେରୀ ଟିଚରରେ ଷ୍ଟାର୍ଟିଂ ପାଖାପାଖି 66,000, ବଢ଼ି ବଢ଼ି ଆପଣଙ୍କର 87-88 ଆପଣଙ୍କୁ ମିଳେ। ବୁଝିଗଲେ। ନବୋଦୟରେ ଦେଖନ୍ତୁ ସାଲାରୀ କେତେ। ନବୋଦୟରେ ଆପଣଙ୍କର ଟିଜିଟି ମାନଙ୍କୁ ମିଳିବ 44,900ରୁ 1,42,000। ପିଜିଟି ମାନଙ୍କର ଆପଣଙ୍କର 47,600ରୁ 1,51,100 ଟଙ୍କା ପାଖାପାଖି ମିଳେ। ଠିକ ଅଛି। ଏବେ ଆସନ୍ତୁ ଡିସ୍କସନ କରିବା ବେନିଫିଟ୍ସ। ଦେଖନ୍ତୁ ସମସ୍ତଙ୍କର ବର୍ତ୍ତମାନ ତ ଆଉ ଆପଣଙ୍କର ପେନସନ ବଗେରା ଆପଣଙ୍କର କିଛି ନାହିଁ। ପେନସନ ଅଛି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଅଛି, ବଟ୍ ଷ୍ଟେଟ ଗଭର୍ଣ୍ଣମେଣ୍ଟର ଆପଣଙ୍କର ପେନସନ ନାହିଁ। ତ ଆପଣ ଜାଣିଥିବେ ପ୍ରତ୍ୟେକ ବର୍ଷକୁ ବର୍ଷ କ'ଣ ହୁଏ ନା, ଆପଣଙ୍କୁ ଯାହା ସାଲାରୀ ପାଆନ୍ତି ସେଇଠୁ ଆପଣଙ୍କର କିଛି ଟଙ୍କା କଟିକି ଯାଏ। ଆଉ ସେଇ ଟଙ୍କାଟା ଆପଣମାନେ ରିଟାୟାରମେଣ୍ଟ ସମୟରେ ପାଇଥାନ୍ତି, ରାଇଟ୍, ପାଇଥାନ୍ତି। ଏବେ ଗ୍ରେଚୁଟି ମାନେ ଆପଣଙ୍କର କ'ଣ ଦେଖନ୍ତୁ, ପୂର୍ବରୁ କ'ଣ ରୁଲ୍ ଥିଲା, ଏବେ କ'ଣ ରୁଲ୍ ହେଇଛି ତା ସମ୍ପର୍କରେ ମଧ୍ୟ ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି। ଦେଖନ୍ତୁ ପୂର୍ବରୁ କ'ଣ ହଉଥିଲା, ଦେଖନ୍ତୁ ପୂର୍ବରୁ ଧରାଯାଉ ଆପଣମାନେ 5 ବର୍ଷରୁ କମ୍ ଚାକିରି କଲେ, ଦେନ୍ ଆପଣଙ୍କୁ ଗ୍ରେଚୁଟି ଆପଣଙ୍କର ମିଳୁନଥିଲା। ଗ୍ରେଚୁଟି ମାନେ କ'ଣ କହୁଛି ଦେଖନ୍ତୁ, ଆପଣମାନେ ରିଟାୟାରମେଣ୍ଟ ସମୟରେ ଯେତିକି ଟଙ୍କା ପାଉଥିବେ ନା, ସେଇ ଟଙ୍କା ଏକା ସାଙ୍ଗରେ ପାଇଯିବେ। ଧରାଯାଉ 5 ବର୍ଷ ଆପଣ ଚାକିରି ପାଇଲେ, ଦେନ୍ 4 ବର୍ଷ ଅଧାର ଆପଣ ଏକା ସାଙ୍ଗରେ ଟଙ୍କା ପାଇଯିବେ, ପୁରା ଗ୍ରେଚୁଟି ଆକାର ଏଇ ଟାଇପ୍ର ଆପଣଙ୍କର ମିଳିଥାଏ। ଠିକ ଅଛି, ହେଲା। ଏଇଭଳି ଆପଣଙ୍କର ପୂର୍ବରୁ ଥିଲା ଏଗୁଡ଼ା। ଏବେ ତ ଆପଣଙ୍କର ସେମିତି ଆପଣଙ୍କର ନାହିଁ, ଏବେ ତାକୁ ମଡିଫାଇ ଆପଣଙ୍କର କରାହେଇଛି। ଠିକ ଅଛି, এইটা ହିଁ ଜିନିଷ, ଆଉ ବେସିକାଲି ଅଧିକ କିଛି ଜିନିଷ ନାହିଁ। ସାର୍ ଆମର ଲେଖା ହେଉଛି ଯେ ଏଇଟା ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ନୁହେଁ। ଓଏଭିଏସ୍ ବି ଆପଣଙ୍କର ସେଇଭଳିଆ, ଏସ୍ଏସବି ଟିଜିଟି ମଧ୍ୟ ଆପଣଙ୍କର ସେଇଭଳିଆ। ଆପଣଙ୍କୁ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି ପାଆନ୍ତୁରେ, ଗଭର୍ଣ୍ଣମେଣ୍ଟ ଚାକିରି ପାଇବା ପାଇଁ କେତେ କେତେ କଷ୍ଟ ଦେଖିପାରୁଛନ୍ତି ନା। ଚାକିରି ପାଉଛନ୍ତି ସେଇଟା ବଡ଼ ଜିନିଷ, ତେଣୁକରି ତାକୁ ମନ୍ଥଲି ତ ଆପଣମାନେ ପାଉଥିବେ ନା ପୁଣି ସାଲାରୀ, ହେଲା। ତା ଉପରେ ଆପଣମାନେ ଅଧିକ ଫୋକସ୍ କରିବେ ନା ଏଇ ଜିନିଷ ଗୁଡ଼ା ଉପରେ। ଠିକ ଅଛି, ହେଲା, ଜାଣିଗଲେ। ତ ଆଶା କରିବି ଆପଣଙ୍କୁ କମ୍ପ୍ଲିଟ୍ ଇନଫର୍ମେସନ୍ ସେୟାର କରିପାରିଛି। ସାଙ୍ଗମାନଙ୍କୁ ଜଣେଇବେ, ଠିକ ଅଛି। ଆଉ ଏଲଟିଆର ଆଉ ଓଏଭିଏସ୍ ମାର୍ଚ୍ଚ ଆଡ଼କୁ ଆପଣଙ୍କର ଆସିପାରେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ। ଆଉ ଯେଉଁ କେଭିଏସ୍ ଏନଭିଏସ୍ ଏଗୁଡ଼ା ପ୍ରତ୍ୟେକ ବର୍ଷକୁ ଥରେ ଥରେ ଆପଣଙ୍କର ଆସିଥାଏ, ବଟ୍ ବେଳେବେଳେ 2 ବର୍ଷ, 3 ବର୍ଷ, 4 ବର୍ଷ ମଧ୍ୟ ଲାଗିଯାଏ। ଥ୍ୟାଙ୍କ ୟୁ।